ବିଲୁଆ ନନା ପଛକୁ ଅନା, ବିଲୁଆ ନନା ପଛକୁ ଅନା ମାନେ ଆମେ ଟିକେ ପଛକୁ ଯିବା, ପଛକୁ ଅନେଇବା ପଛରେ କ'ଣ ଅଛି। ଏବେ ମୁଁ ଆପଣଙ୍କୁ ଦି ଧାଡ଼ି କହିବି ଯେ ଖୁବ୍ ଶୀଘ୍ର ଆମେ ଆଉ ଗୋଟେ ଅଧ୍ୟାୟ ଶୁଣିବା ଯେ ବୃହସ୍ପତି ଚଳନ। ବୃହସ୍ପତି କର୍କଟକୁ ଯିବେ ଅକ୍ଟୋବରରେ। କେଉଁ ରାଶି କେଉଁ ନକ୍ଷତ୍ର କି ପ୍ରକାର ଶୁଭ ଫଳ ପାଇବେ ଏ ବିଷୟରେ ଆମେ ପୁଣି ଥରେ ଆଲୋଚନା କରିବା। ବିଲୁଆ ନନା ପଛକୁ ଅନା। ଆଜି ଆମେ ମିଥୁନ ରାଶି ଉପରେ ଆଲୋଚନା କରିବା ଯେ ମିଥୁନ ରାଶିର ବନ୍ଧୁଗଣ କେଉଁ ତାରିଖରେ କେଉଁ ଫଳ ଭୋଗିବେ। ବନ୍ଧୁ, ଆଜି 26/8 ମଙ୍ଗଳବାର। ଆସନ୍ତାକାଲି ମାନେ 26-27 ଏଇ 2 ତାରିଖ ବଡ଼ ଅଶୁଭ ଦିନ। ମିଥୁନ ପାଇଁ 26 ଆଉ 27 ବଡ଼ ଅଶୁଭ ଦିନ। ଦେହ ମୁଣ୍ଡ ଖରାପ ହେବ, ମନ ଅଶାନ୍ତ ହେବ, ଚିଡ଼ଚିଡ଼ା ଲାଗିବ। ଯଦି ପୁରୁଣା ରୋଗ ଥିବ ତାହେଲେ ସେ ହଇରାଣ କରିବ, ଭାରି କଷ୍ଟ ହେବ। 26-27 ଜାଣିଲେ ତ, ତେଣୁ କାହା ଉପରେ ରାଗିବେନି। ରୋଗ କାହିଁକି ହୁଏ? କୃତ କର୍ମର ଫଳ ଦୈବଦଣ୍ଡ। ରୋଗ ହେଲା ଦୈବଦଣ୍ଡ। ଆମେ ଯେଉଁ କର୍ମ ସବୁ କରିଛେ, ଯାହା ଅନ୍ୟକୁ ପୀଡ଼ା ଦେଇଛି, ସେଇଟା ଏବେ ରୋଗ ଆକାରରେ ଆମକୁ ଦଣ୍ଡିବ। ହଁ ବନ୍ଧୁ, ମାତ୍ର 28, 29, 30 ଏ 3 ଦିନ ନାନାବିଧ ସୁଖ ମିଳିବ। ସେ ପୀଡ଼ା ଯନ୍ତ୍ରଣା କମିଯିବ। ହେଲେ 31 ଓ 1 ସେପ୍ଟେମ୍ବର 1 ଏ 2 ଦିନ ଟିକେ ଅଧିକ ଆନନ୍ଦ ମିଳିବ, ବଡ଼ ଶାନ୍ତି ଆସିବ, ବଢ଼ିଆ ଲାଭ ହେବ। ଯଥା ଧନ, ଯଶ ଆଉ ମିତ୍ର, ଏଇଭଳି ବିଭିନ୍ନ ଲାଭ ଆମର ହେବ। 2 ଆଉ 3 ଏଇ 2 ଦିନ ବଢ଼ିଆ ପରମ ଶାନ୍ତି ଲାଗିବ। ଧନ ଯାହା ଯେତିକି ଆସୁଥିଲା ତାହାର ପରିମାଣ ବଢ଼ିଯିବ। ବଦ ଖର୍ଚ୍ଚ କଲେ ଦୁଃଖ ପାଇବ। ଏତେ ଅଧିକ ଲାଭ ହେବ, ବଦ ଖର୍ଚ୍ଚ କରିବା ପାଇଁ ଟିକେ ଆଗ୍ରହ ବଢ଼ିବ। ଦେଖ, 26-27 ଟିକେ ଦୁଃଖ ଦେଲେ ପ୍ରକୃତି, ତାପରେ ସିରିଏଲି ସୁଖ ସୁଖ ସୁଖ। କାହିଁକି କହିଲି ବଦ ଖର୍ଚ୍ଚ ଦେବାନି? ନା କାରଣ ଆଗକୁ ଦୁଃଖ ଆସୁଛି। 4, 5, 6 ଏଇ 3 ଦିନ ସେପ୍ଟେମ୍ବର, 4, 5, 6 ଏ 3 ଦିନ ପୁଣି ଦେହ ଖରାପ ହେବ, ବୃଥା ବ୍ୟୟ ହେବ, ଅଶାନ୍ତ ବୋଧ ହେବ, ମୁଣ୍ଡ ବିନ୍ଧିବ। ଜଗି ରଖି କଥାବାର୍ତ୍ତା କର, କାରଣ 7, 8 ଏଇ 2 ଦିନ ଅପମାନ ଯୋଗ ଅଛି। ସମ୍ମାନ ହାନି ହେଇଗଲେ ଗଲା, ଉପର ମୁହଁ ତଳକୁ ହେଲେ ମଣିଷ ଜୀବନ ଦିକଡ଼ା। ଏଣୁ ବହୁତ ଶୁଣ, କମ୍ କୁହ। ବହୁତ ଶୁଣି ଚୁପ ରହିଲେ ଭଲ, କହିଲେ ବିପଦ। ସାବଧାନ। 9, 10 ଏଇ 2 ଦିନ ଆମର କର୍ମ ଯୋଜନା ସଫଳ ହେବ। 9, 10 ଏଇ 2 ଦିନ କର୍ମ ଯୋଜନା ସଫଳ ହେବ। ତୁମେ ବଢ଼ିଆ ଲୋକ ବୋଲି ସମସ୍ତେ କହିବେ, ମୁଖ ପ୍ରଶଂସା କରିବେ। ଏହା ଶୁଣି ତୁମେ ଖୁସି ହେବ। ସବୁ କାମ ଶୁଭରେ ଶୁଭରେ ହୋଇଯିବ। 11, 12 ଏଇ 2 ଦିନ ବିବିଧ ଲାଭ ହେବ, ବହୁତ ମଙ୍ଗଳ ହେବ। ମାନସିକ ଓ ଶାରୀରିକ ଶାନ୍ତି ମିଳିବ, ଭଲ ଜିନିଷ ମିଳିବ। ଭଲ ଦିନ 13 ଓ 14 ଏଇ 2 ଦିନ ଦେହ ଘୋଳାବିନ୍ଧା ହେବ, ଥଣ୍ଡା ଜ୍ୱର ହେବ, ଭାରି ଚିଡ଼ଚିଡ଼ା ଲାଗିବ। ଓଁ ନମଃ ଶିବାୟ ଏ ମନ୍ତ୍ର ବାରମ୍ବାର କୁହ। 15, 16 ଏ 2 ଦିନ ତୁମେ ତୁମର ସବୁ ଧର୍ମର ଫଳ ପାଇବ। ତୁମ ଉପରେ ପୁଷ୍ପବୃଷ୍ଟି ହେବ, ଦେହ ସୁସ୍ଥ ରହିବ, ସମସ୍ୟା କିଛି ରହିବ ନାହିଁ। ପାଖ ଲୋକ ଅତି ଆଦର କରିବେ
आउ सारांश कौन टिके पर शुणिदवा कहीदे। मु बारंबार रोग कथा कहली। आग देह चिंता, देह ठीक तो मन ठीक। मंगल ये मासरे आदौ शुभ नुहंती। एणु मास आरंभ तेर न जाए शत्रु वृद्धि हेबे, मानसिक अशांति सृष्टि हेब। एही मंगल 14/9 रे तुला को आसिले नानाविध रोग हेब। मास सारा बृहस्पति शत्रु और रोग पाई सर्वदा आतंकित करिवे। द्वादश रे रही रोग द्वारा बड़ विपद सृष्टि करिवे, बड़ दुख देवे। मन को बुझाई पारिले ये रोग सहजरे उपशम होइजिव। द्वितीय चिंता शुक्रंक जोगु मास सारा उत्तम आय हेब, धन बढ़िब, संचय हेब। एकादश शनि और तृतीय केतु यही समस्त धन को बहुत बढ़ाई देवे। यही वर्धित धन जोगु मन भी आतंकित हेब। मासाधिप रवि विभिन्न आयपंथा खोलीदेवे। 28 रु 3 न जाए पारिवारिक समस्या सृष्टि हेब। भूल बुझावणा एक समस्या रूप नेब। दशमाधिप मंगलंक जोगु कर्म क्षेत्र रे विभ्राट देखा देव। 19/8 जाए किछि शुभ खबर मिलिब। बहुविध उपाय रे धन समागम हेतु महिला माने जिद्दी करी बहुत अपव्यय करिवे, अनावश्यक खर्च करिवे। फलरे घर को गुड़े जिनस आसीबो, ताकू नहीं दाम्पत्य कलह सृष्टि हेब। तेणु दाम्पत्य कलह क्षणिक दुख देव। सावधान, कौनसी अजना अशुणा व्यक्ति हठात आपण को सहयोगर हाथ बढ़ेबे, तांको विश्वास करंतु नहीं। शीघ्र लाभवान हेबार योजना से देखेबे, स्वप्न सृष्टि करिवे। तांको भरोसा कले भासी जीव। सावधान सावधान सावधान। आज बंधु एतिकी कहानी सुविधा है किसी कहवा।